ଆଜିକାର ମୁଖ୍ୟ ପ୍ରସଙ୍ଗ ହେଲା କଟକର ତାଳଦଣ୍ଡା କେନାଲ। ଆଜ୍ଞା, ଏଇ ଗୋଟେ ନ୍ୟୁଜ୍ ଚ୍ୟାନେଲ୍ ମୁଁ ଦେଖିଲି, ସେ ଦେଖାଉଛନ୍ତି ଯେ ତାଳଦଣ୍ଡା କେନାଲ କେତେ ପ୍ରଦୂଷିତ ହେଇଯାଇଛି, ଏବେ ଇଏ ହେଇଯାଇଛି ସିଏ ହେଇଯାଇଛି। ଆରେ ଭାଇ, ସରକାର ସିନା ତାକୁ ରିନୋଭେଟ୍ କରିଦେବେ, ତାକୁ ସଫା ରଖିବା ଦାୟିତ୍ୱ କାହାର? ଯେତିକି ସରକାରଙ୍କର ରିନୋଭେଟ୍ କରିବା ଦାୟିତ୍ୱ, ସେତିକି ଆମର ବି ଦାୟିତ୍ୱ ଯେ ଆମେ ସେଥିରେ ଅଳିଆ ଆବର୍ଜନା ନ ପକେଇବୁ। ଆମେ ଯେମିତି ତାକୁ ଯିଏ ଅଳିଆ ଆବର୍ଜନା ପକେଇ ଆସୁଥିବ ତାକୁ ମନା କରିବୁ, ସେଟା ଆମ ଦାୟିତ୍ୱ। ଏଇ କିଛି ଦିନ ତଳେ ମୁଁ ଯାଇଥିଲି, ଗୋଟେ କିଛି ଦିନ ମାନେ ଏଇ ମାସେ ଖଣ୍ଡେ ହବ, ଦେଖିଲି ସେଠି ମାନେ ଲୋକ ଗୁଡ଼ା ସବୁ ମାନେ ବହୁତ ଡିଫରେଣ୍ଟ ଟାଇପ୍ର ଲୋକ ସେଠି ସବୁ। ଅବଶ୍ୟ ଛତ୍ର ବଜାର ସାଇଡ଼୍ରେ ହେଇଛି, ଅଳିଆ ତ ନିହାତି ଭାବରେ ହେବ, କିନ୍ତୁ ଆମେ ଯଦି ଗୋଟେ ଅଳିଆକୁ ସାଇଡ଼୍ କରି ରଖିବା, ସକାଳୁ ସକାଳୁ ତ ଅଳିଆ ଗାଡ଼ି ଆସୁଛି, ଆମେ ଚାହିଁଲେ ତ ପକେଇ ପାରିବୁ। କଟକ କଟକ ଗୀତ ବାଜି ବାଜି ଆଉଛି ପୁରା ସେଥିରେ ନା, ଆମେ ପକେଇ ପାରିବା। ଆମ ସେଇଟା ଲୋକଙ୍କୁ ଦୋଷ ଦେବାଟା ଠିକ୍ ନୁହଁ। ଆଉ ଗୋଟେ ଭୟଙ୍କର ଜିନିଷ ମୁଁ ସେଠି ଦେଖିବାକୁ ପାଇଲି ଯେ ଆମର ଯେଉଁ କେନାଲ ସାଇଡ଼୍ରେ ଯେଉଁ ହ୍ୱାଇଟ୍ କଲର୍ର ଯେଉଁ ଯାଇଛି, ଯେଉଁ ସେଠି ସବୁ ଘୁଅ ଗୁଡ଼ା ସବୁ ପଡ଼ିଛି। ମୁଁ ଭାବିଲି ବୋଧେ ଗାଈ ଗୋବର ଫୋବର ହେଇଥିବ ବୋଧେ। ଆଉ ତାପରେ ଭାବିଲି, ମୁଁ କହିଲି ଆଉ ଆବେ ଗାଈ ଗୁଡ଼ା ସେ ଏତିକି ପତଳା ରାସ୍ତାରେ କେମିତି ଯାଇକି ହଗିବେ? ଗାଈ ଗୁଡ଼ା ତ ହଗି ପାରିବେନି ଏତେ ଇଏ ଭିତରେ, ଗାଈ କି କୁକୁର ଫୁକୁର ଏତେ ଇଏ ଭିତରେ ଯାଇ ହଗି ପାରିବେନି। ଆଉ ଟିକେ ଆଗକୁ ଯାଇ ଦେଖିଲା ବେଳକୁ ବୋଧେ ଏଇ ସନ୍ଧ୍ୟା 7ଟା କି 8ଟା ଖଣ୍ଡେ ହବ, ଏଇ 4ଟା କି 5ଟା ପିଲା, ମାନେ ପିଲା ବି ତାଙ୍କୁ କହିହେବନି, 16-17 ବର୍ଷର ହବ, ମାନେ ଇଭେନ୍ ମ୍ୟାଚ୍ୟୁର୍ଡ ସେମାନେ ପୁରା, ମାନେ ବୁଦ୍ଧି ତାଙ୍କର ଅଛି, ବୁଦ୍ଧି ସୁଦ୍ଧି ଅଛି ଭାଇ। ସେ ଯେଉଁ ରଡ଼ ଯେଉଁ ଅଛି, ସେ ରଡ଼କୁ ଧରିକି ଝୁଲିକିନା ବସିକି ସେଠି ମାନେ ଛାଡ଼ୁଛନ୍ତି ମାଲ ଫାଲ ସବୁ, ଯେତିକି ସବୁ ଛାଡ଼ିବା କଥା। ମାନେ ଏତେ ଗନ୍ଧ ସେ ଏରିଆରେ, ମାନେ ମୁଁ ଭାବିଲି, ମୁଁ କହିଲି ତମର ମାନେ ଇଚ୍ଛା କେମିତି ହେଉଛି? ଏତେ ସଫା ସୁତର ହେଲା, ଏତେ ପୁରା ଚିକଚକ୍ ଚକାଚକ୍ ପୁରା ସବୁ ଜିନିଷ ହେଲା, ତମର ଇଚ୍ଛା କେମିତି ହେଉଛି ସେଇଠି ବସିକି ସବୁ ଜିନିଷ କରିବା ପାଇଁ? ଆଉ ଗୋଟେ କଥା, ଯେଉଁମାନେ ବି ଧର ସେ ନ୍ୟୁଜ୍ ଚ୍ୟାନେଲରେ ଧର ଲେଖା ହେଇଥିଲା ସ୍ଥାନୀୟ ବାସିନ୍ଦା, ଲେଖା ହେଇଥିଲା ସେଇଠି କଟକ ବାସିନ୍ଦା, ସ୍ଥାନୀୟ ବାସିନ୍ଦା ଲେଖା ହେଇଥିଲା ତଳେ। ତମେ ଯେଉଁମାନେ ବି ଯାଇକିନା ଧର କହିଲ ନ୍ୟୁଜ୍ ଚ୍ୟାନେଲରେ କି ନାଇଁ ଏମିତି ହେଇଗଲା, ସେମିତି ହେଇଗଲା, ଅମକ ହେଇଗଲା, ସମକ ହେଇଗଲା, କିଛି କେହି ଦେଖିଲେନି, ଇଏ ହେଲେନି, ସେ ହେଲେନି। ତମେ ତ ସେଠି ସ୍ଥାନୀୟ ବାସିନ୍ଦା, ତମେ ତ ସେଠି 24 ଘଣ୍ଟା ରହୁଛ। ତମେ ସେଠି ଦେଖିଥିଲ ଯାଇକିନା ସରକାର ଯାଇକିନା ପକେଇଥିଲେ ଅଳିଆ ଆବର୍ଜନା? କିଏ ପକେଇଥିଲା ଅଳିଆ ଆବର୍ଜନା ସେଠି? ଯିଏ ବି ପକଉଛି, ତମେ ତାକୁ ଯାଇ ମନା କରୁନ। ତମରି ଏରିଆରେ ରହୁଛି ଏଠି ଜିନିଷଟା, ତାକୁ ଯଦି କିଛି ଅସୁବିଧା ହେଉଛି ତ ଫାଷ୍ଟ ତମକୁ ଲାଜ ଲାଗିବା କଥା ଯେ ନାଇଁ ଆମ ଏରିଆରେ ଅଛି, ଆମ ଏରିଆଟାକୁ ଲୋକ ଆସିବେ ଦେଖିବା ପାଇଁ, ଆମକୁ ଖରାପ ଲାଗିବା କଥା ଯେ ଆମେ ସଫାସୁତୁରା କରି ରଖିବା କଥା। ତମେ ତ ସେତିକି କରିପାରୁନ। ତା ଛଡ଼ା ଯିଏ ସାଇଡ଼୍ରେ ଯାଇକି ହଗୁବିଛନ୍ତି, ତମେ ତାଙ୍କୁ ବି ମନା କରିପାରୁନ। ଆଉ କ'ଣ ତମ ସ୍ଥାନୀୟ ବାସିନ୍ଦା ହିଁ ଯାଇକିନା ସେଠି ହଗୁଛନ୍ତି, ନା ଆଉ କିଏ ଯାଇକିନା ଦୋଳମୁଣ୍ଡେଇ ଲୋକ ଯାଇକିନା ସେଠି ଇଏ ଛାଡ଼ି ଦେଉଛନ୍ତି, ନା ପିଠାପୁର ଲୋକ ଯାଇକି ସେଠି ଛାଡ଼ି ଦେଉଛନ୍ତି? କହୁନ, ଟିକେ ଭାବିବା କଥା ଏଇଟା। ତାପରେ ଯାଇକିନା ଯଦି ନ୍ୟୁଜ୍ ଚ୍ୟାନେଲ୍ ଆଗକୁ ଆସିବାର ଇଚ୍ଛା ଅଛି, ଆଗ ନିଜେ ଠିକ୍ ହେବ, ତାପରେ ଯାଇକି ଆସିବ। ଆଉ ଗୋଟେ କଥା ଭାଇ, ଯେଉଁ ଆସିକି ସବୁ ଯେଉଁ କହିଦେଲ ଆମର ସେଇ ତାଳଦଣ୍ଡା କେନାଲର ଯେଉଁ ଆଇ ଲଭ୍ କଟକ ପାଖରେ ଯେଉଁ ଆମର ଅଛି, ଜୋବ୍ରା ପାଖରେ, କାହିଁ ସେଗୁଡ଼ା ତ ଏତେ ପ୍ରଦୂଷିତ ନାହିଁ। ସେଇ ଯେଉଁ କ୍ଲକ୍ ଟାୱାର ଠୁ ସେଠୁ ସେଆଡ଼କୁ କ'ଣ ପାଇଁ ପ୍ରଦୂଷିତ? ଆମର ଯେଉଁ ଏଠି ଆଉ ଗୋଟେ ରିନୋଭେସନ୍ ପ୍ରୋଗ୍ରାମ୍, ଯେଉଁ ପ୍ରୋଜେକ୍ଟ ଗୋଟେ ହେଲା ଯେଉଁ ସିସୋର ପାଖରେ, କାହିଁ ସେଟା ତ ଏତେ ଅଳିଆ ଆବର୍ଜନା ନାହିଁ, ପୁରା ସଫା ସୁତର, ଟିକେ ଫାଷ୍ଟ ଟୁ ଲାଷ୍ଟ ପର୍ଯ୍ୟନ୍ତ ପୁରା ସଫା ସୁତର। ବହୁତ ଡେଭଲପମେଣ୍ଟ କାମ ହେଇଛି, ଯାଉନ ଦେଖିବ। ଆମର କଟକ ବସ୍ ଟର୍ମିନାଲ୍ ଯେଉଁ ହେଲା, ବହୁତ ଡେଭଲପମେଣ୍ଟ କାମ ହେଇଛି, ଯାଇକି ଦେଖ। ସେଇଠି ଆଗ ନିଜେ ଆଗ ରିସର୍ଚ୍ଚ କର ଯେ କ'ଣ ପାଇଁ ଆମର ଖରାପ ହେଉଛି ଜାଗାଟା, ତାପରେ ଆସିବ ନ୍ୟୁଜ୍ ଚ୍ୟାନେଲ୍ ଆଗରେ ଯାହା ବି କହିବାର ଅଛି କହିବ।